नमस्कार बंधुआ स्वागत समस्त को आ गोटे नुआ क्विक वीडियो रे वीडियो कहबार समय किसी खास उद्देश्य है बट ये कहबाक चाहूँगी जो मैंने बर्तमान आमर पीजीटी ओडिया शिक्षक आशायी माने अच्छा से मानक तो कहीं चाहूना ओडिया पोस्ट आसु बोली आउ ये के जनकर मानसिकता मु देखे भी पारि आपको आमर जो मैंने ओडिया शिक्षक आशायी अच्छा से पिला माने ଆପଣ ଜାଣିଥିବେ ପ୍ରଥମେ ଯାଇକି ଆମର ନୟାଗଡ଼ର ଏମଏଲ ଡକ୍ଟର ଅରୁଣ ସାଙ୍କୁ ଦେଖା କରିଥିଲେ ଏବଂ ତା ସହିତ ସେମାନେ ମାର୍ଚ୍ଚ 11ରେ ମଧ୍ୟ ମେୟର ଫେମିଜିରେ ଧାରଣା ଦେଇଥିଲେ। ତାପରେ ଦେଖିବା ଯଦି ବିଭିନ୍ନ ଖବରକାଗଜ ସକାଳ ହଉ ସମ୍ବାଦ ହଉ ପ୍ରମୋଦ ଏସବୁର ଆସିଥିଲା ଯେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଚାଲିଛି। ସବୁ ସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦିଆଯାଉଛି। ଏହା ବ୍ୟତୀତ ବହୁତ ଜଣ ପ୍ରାୟତଃ 90% ରୁ ଅଧିକ ଯେଉଁମାନେ ଶିକ୍ଷକ ୟୁଟ୍ୟୁबर ସେମାନେ ତାଙ୍କୁ କେହି ସପୋର୍ଟ କରିନଥିଲେ ବଟ୍ ମୁଁ ପ୍ରଥମରୁ ସପୋର୍ଟ କରି ଆସିଛି। ଆଉ ମୁଖ୍ୟ କଥା ହେଉଛି ଆମର ଏଇ ଯେଉଁ ପିଲାମାନେ ଅଛନ୍ତି ତେଣୁ ଯେଉଁମାନେ ଆସ୍ପିରାଣ୍ଟ ଖାସ୍ କରିକି ଆର୍ଟ୍ସ ଆସ୍ପିରାଣ୍ଟ ମାନେ ମଧ୍ୟ ତାଙ୍କୁ ସପୋର୍ଟ କରୁନା। ଇଭେନ୍ ନିଜ ଯେତେବେଳେ ସେ ରିଲେଟେଡ୍ କୌଣସି ଭିଡ଼ିଓ ବା ପୋଷ୍ଟ କରୁଛି ମୋତେ ମଧ୍ୟ ଏଭଳି କମେଣ୍ଟ ମାନ ଆସୁଛି। ଆଇ ଡୋଣ୍ଟ ନୋ ଏ କିଏ ନୋବିତା 359 ଏଇ ଆଇଡିରୁ ମଧ୍ୟ ମୋତେ ଦେଖନ୍ତୁ ଏଇଭଳି ମୋତେ ମେସେଜ ଆସିଛି। ଆଇ ଏମ୍ ଟୋଟାଲି ଏଗେନ୍ଷ୍ଟ ଅଫ୍ ସେପାରେଟ୍ ଓଡ଼ିଆ ଭ୍ୟାକେନ୍ସିରେ ବି ସ୍ପେଲିଂ ମିଷ୍ଟେକ୍ ଅଛି। ଓଡ଼ିଆ ଲେଖିଥିଲେ ବୋଧେ ଠିକ୍ ହେଇଥାନ୍ତା ଇଂଲିଶରେ ଲେଖିଛ। ମୋ ମାତୃଭାଷା ଓଡ଼ିଆ କିନ୍ତୁ ମୋର ଗ୍ରାଜୁଏସନ୍ ଓଡ଼ିଆ ନାହିଁ। ଆମେ ଦେଖନ୍ତୁ ମୁଁ ଓଡ଼ିଆ ପଢ଼େଇ ପାରିବୁନି ନିଶ୍ଚୟ ପଢ଼ିପାରିବ। ମୁଁ ହିଷ୍ଟ୍ରିରେ ପିଜି କରିଛି କିନ୍ତୁ ଗଣିତରେ ମୋର ଭଲ ଜ୍ଞାନ ଥିଲା। ବର୍ଷଙ୍କର ଗଣିତରେ 100ରୁ 80 ରଖିଥିଲି। ତାପରେ ମୁଁ ଗଣିତ ପଢ଼େଇ ପାରିବିନି ପଢ଼େଇ ପାରିବି କିନ୍ତୁ ନିବଳ ପିସିଏମ୍ ଟିଚର ହେଇପାରିବି ଦିଦି ବିଇଡ଼ି କରିପାରିବି ନାଇଁ ନା ରାଇଟ୍। ସ୍ୱତନ୍ତ୍ର ଓଡ଼ିଆ ପୋଷ୍ଟ ଆଡ଼ୁ ସରକାର ବେକାର ପିଲାଙ୍କୁ ନେଉଛନ୍ତି ଓଡ଼ିଆ ଶିକ୍ଷକରେ କଟ୍ ଅଫ୍ ଜମା ପଡ଼ୁଛି। ସେମିତି ଯଦି କଟ୍ ଅଫ୍ କଥା କହିବା ଆଉ ବହୁତ କଥା କହିହେବ କଟ୍ ଅଫ୍କୁ ନେଇକି। ଗୋଟେ ଓଡ଼ିଆ ଏକ୍ଜାମ୍ ଅଛି ଏପର୍ଯ୍ୟନ୍ତ ତା ଦେହରେ ତମେ କଟ୍ ଅଫ୍ ଡିସିସନ୍ କିନ୍ତୁ ବାକି କଟ୍ ଅଫ୍ ତ ବହୁତ କିଛି ଅଛି ଯୋଉଟା ଉପରେ ଆଲୋଚନା। ତ ଯଦି ମାତୃଭାଷା ତମେ ଓଡ଼ିଆ ପଢ଼ି ପଢ଼ିବ ବୋଲି ଭାବି ଦେଉଛ ତାହେଲେ ସେ ପାଠ୍ୟକ୍ରମ କିଛି ମୂଲ୍ୟ ନାହିଁ। ମୁଁ ଚ୍ୟାଲେଞ୍ଜ ଦେଇ କବିତା ପଢ଼ିବ ସେ କିଛି ଜାଣିନଥିବ ପଢ଼େଇ ପାରିବ କଣ ଯାହା ଲେଖା ହେଇଥାଏ ପଢ଼ିପାରିବ ଭିତରକୁ ଯାଇ ପଢ଼େଇ ପାରିବନି। ଏଇଟା କଣ କଥା କାହିଁକି ଯିଏ ଚାହୁଁଛ ଚ୍ୟାଲେଞ୍ଜ କରିବା ପାଇଁ ଡାକ ମୁଁ ଆସୁଛି ଓଡ଼ିଆ ଅନର୍ସ ରଖିକି ଗ୍ରାଜୁଏସନ୍ କଥା ଦୁଇଟା ପିଲାଙ୍କୁ ଡାକିବା ତମେ ଆସ ଗୋଟେ ଖୋଲାଖୋଲି ଗୋଟେ ଚ୍ୟାଲେଞ୍ଜ କରିଦେବା। ତମେ ଓଡ଼ିଆ କେମିତି ପଢ଼ୁଛ ଓଡ଼ିଆ ବିଷୟରେ ତମେ ଜ୍ଞାନ ଅଛି ସାଙ୍ଗସାଥି ଟେଷ୍ଟ କରିଦେବା ଲାଇଭ୍ କରିଦେବା ତାକୁ ଦେଖିବା ସମସ୍ତେ ଅନ୍ୟମାନେ ଷ୍ଟ୍ରିମିଂ କରିଦେବା। ଓଡ଼ିଆ ପାଇଁ ସବୁ ନାଟ ରାଇଟ୍। वी डोंट वांट टीचिंग ଓଡ଼ିଆ ओनली आर्ट्स टीचिंग टू want to ଅଛନ୍ତି ସେ ଏଭଳି total nonsense. We all belong to not art stream, so we all have the right to compete in TGT arts as well as TGT Odia. But we're trying to create TGT Odia because of less cut-off mark. If you have knowledge, then can't compete with all. Definitely compete କରୁଛନ୍ତି ଯେଉଁମାନେ ବର୍ତ୍ତମାନ ଏଲ୍ଟିଆର ବି ଆର୍ଟ୍ସ ଆଉ ଓଡ଼ିଆ ପାଇଛନ୍ତି ଆଉ ଅନେକ ଅଛନ୍ତି ଓଡ଼ିଆ ପାଇଥିବା ପିଲା ଆର୍ଟ୍ସ ପିଲା ଆଉ ଆର୍ଟ୍ସ ପିଲା ଓଡ଼ିଆ ଅନର୍ସ ପିଲା ଅଛନ୍ତି। ତ ଡୋଣ୍ଟ ଅଣ୍ଡର ଏଷ୍ଟିମେଟ୍ ଏନିୱାନ୍ ଡୋଣ୍ଟ ଜଜ୍ ଏନିୱାନ୍ ସିମ୍ପଲ୍ କଥା ଏଇଟା। ଓକେ କାହାକୁ ଜଜ୍ କରୁନି କାହାକୁ ଅଣ୍ଡର ଏଷ୍ଟିମେଟ୍ କେହି କରିବା କଥା ନୁହଁ। ଆଣ୍ଡ ଡେଫିନେଟଲି ସପୋର୍ଟ ଏଭ୍ରିୱାନ୍ ରାଇଟ୍। ଏଲ୍ଟିଆର ଫର୍ମ ଦେଖ ଆର୍ଟ୍ସ ଓଡ଼ିଆ ପିଲା ମିଶିକି ଷ୍ଟ୍ରାଇକ୍ କରିକି ଲମ୍ବା ସମୟ ଧରିକି ବସି ସାମ୍ନାରେ ଷ୍ଟ୍ରଗଲ୍ କରିକି ରାତି ଦିନ ପଡ଼ି ରହିକି ସେମାନେ ଲାଷ୍ଟକୁ ରେଜଲ୍ଟ ଆଣିଥିଲେ। ବଟ୍ ଏଠି ମୁଁ ବୁଝିପାରୁନି କାହିଁକି ଏତେ ସବୁ ଅପୋଜ ଆସୁଛି ଟିଜିଟି ଓଡ଼ିଆକୁ ନେଇକି। ଆମେ ଜାଣିଛୁ ଆସନ୍ତା ଦିନମାନଙ୍କର ହୁଏତ ଏସ୍ଏସ୍ବି ଟିଜିଟି ଆସୁଛି ଆର୍ଏସ୍ଟି ଆସୁଛି ଏସ୍ଏସ୍ସି ସ୍ପେଶାଲ ଡ୍ରାଇଭ୍ ଆର୍ଏସ୍ଟିରେ ଡେଫିନେଟଲି ଓଡ଼ିଆ ଆସିବ କାହିଁକି ନା
ଅଲରେଡି ଏଲଟିଆର ଆସିସାରିଛି ହାଇସ୍କୁଲ ପାଇଁ, କିନ୍ତୁ ବ୍ଲକ ଗ୍ରାଣ୍ଟ ଯୋଉ ସବୁ ସ୍କୁଲ ଅଛି ଏଡେଡ ନ୍ୟୁଲି ଏଡେଡ ତାଙ୍କ ପାଇଁ ଆସିବ କିଛି ଗ୍ୟାରେଣ୍ଟି ନାହିଁ, ବଟ୍ ଯୋଉ ରେଟ୍ରେ ଏ ପିଲାମାନେ ଲାଗିଛନ୍ତି ତାଙ୍କ ଉଦ୍ଦେଶ୍ୟ ଆସୁ ବୋଲି। ବଟ୍ ଯୋଉମାନେ ଭାବୁଛନ୍ତି ଯେ ନାଇଁ କେବଳ ଲେସ୍ କଟ ଅଫ୍, କିଏ କହିଲା ଲେସ୍ କଟ ଅଫ୍ ଯିବ? ତମେ କେମିତି ଜାଣିଲ ଗୋଟେ ଥର ଲେସ୍ କଟ ଅଫ୍ ହେଲା, ଆର ଥର କେତେ କମ୍ପିଟିସନ ପିଲା ସେ ଅନୁସାରେ ପ୍ରିପେୟାର ହେଇକି ଆସିବେ? ସେମିତି ଦେଖିଲେ 5 ବର୍ଷ ତଳେ ତମର ଆର୍ଟ୍ସ ବି କଟ ଅଫ୍ 70 ହେଇଯାଉଥିଲା, ବର୍ତ୍ତମାନ କଣ 110, 105, 110 ପଳଉଛି କାହିଁକି? ସେତେବେଳେ ଲେସ୍ କଟ ଅଫ୍ ପିଲା ହଉଥିଲେ। ସେତେବେଳେ ସମୟ ଆଗକୁ ଯାଏ ପିଲାମାନେ ସିଲାବସକୁ ଭଲରେ ବୁଝନ୍ତି, ସେଇ ଅନୁସାରେ ସିଲାବସକୁ ପଢାପଢି ଭଲରେ କରାଯାଏ, ବହୁତ ଚାଲଣି ତାକୁ ସପୋର୍ଟ କରନ୍ତି, ଟିଚର ମାନେ ଆସିଯାଆନ୍ତି, ସେତେବେଳେ କମ୍ପିଟିସନ ରୁ ବଢିଯାଏ, କଟ ଅଫ୍ ରୁ ବଢିଯାଏ। ନାଇଁ, ତେଣୁକରି ଯୋଉମାନେ ସପୋର୍ଟ କରିବାକୁ ଚାହୁଁନାହାନ୍ତି କରନ୍ତୁନି, ସାଇଲେଣ୍ଟ ବେକାର ତାଙ୍କୁ ଡିମୋଟିଭେଟ କରନ୍ତୁ ନା, ଅପୋଜ କରନ୍ତୁ ନାହିଁ। କାରଣ ଏଇ ଯୋଉ ସବୁ ଓଡିଆ ଲାଗି ନାଟ ଏକଥା ସେଇଟା ନୁହଁ, ରାଇଟ? ଜଣେ ଜଣଙ୍କୁ ସପୋର୍ଟ ନ କରିବା, ଓକେ, ଏଇ କାରଣରୁ ଅନେକ ଇସ୍ୟୁ ହେଇଛି। ନଲେଜ ନାହିଁ, ଫେଲ ହେଇଗଲ, ପଛେଇ ଯାଇକି ବ୍ୟାକ୍ ଦି ଷ୍ଟେପ ନିଅ, ପ୍ରିପେୟାର କର, ଗୋର ଟାଣିକି କେସ୍ ଟା କରିଦବା, ଏଇ ଲାଗି ହିଁ ସବୁ ଆମର ସବୁ ସ୍ଲୋ ହେଇଯାଉଛି। ତେଣୁକରି ଯିଏ ସପୋର୍ଟ କରୁନ କର, ମୁଁ ତାଙ୍କୁ ତ କରୁଥିଲି, କରୁଥିବି, ଯେ କରୁନ ଛାଡ, କିଛି ଅସୁବିଧା ନାହିଁ। ଗୋଟେ ଅପୋଜ କରିକି ଫାଇଦା, କିଛି ଫାଇଦା ମିଳିଲେ। ଆଣ୍ଡ ମୁଁ ଜାଣିଛି ଆସିବ ନ ଆସିବ କେହି ଜାଣନ୍ତିନି, ସେଟା ସରକାର ହାତରେ ଡିପେଣ୍ଡ କରେ। ସରକାର ଚାହୁଁଥିଲା ଆଣିବାକୁ, ଓଲଟିଆର ଆସିଲା, ତାଙ୍କର କିଛି ଓଲଟେଇ ପାରିଲା ନାହିଁ, କି ମାନେ ଲାଗିଛି ନେବା ପାଇଁ ତାଙ୍କୁ ଅପୋଜ କରୁଛୁ, କିନ୍ତୁ ସରକାର ଆଲି କି ଏଲଟିଆର 500 ପୋଷ୍ଟ ବର୍ତ୍ତମାନ ଦବ, ତାଙ୍କର କିଛି ଓଲଟେଇ ପାରିବନି। ଏଇ ଯୋଉମାନେ ବି ଏଠି କମେଣ୍ଟ କରିଛ କିଛି ତାଡ଼ିଦେନି ସେତେବେଳେ, ମନ୍ଦନ ଦରାର, ଏଇ ଯୋଉମାନେ ବି ଏଠି କମେଣ୍ଟ କରିଛ ନୋବିତା, ସେତେବେଳେ କଲନି କିଛି? ଓଡିଆ ଟିଚର ଆପଏଣ୍ଟମେଣ୍ଟ ପାଇବେ, ସ୍ପେଶାଲି ଏଲଟିଆର ହାଇସ୍କୁଲ ମାନଙ୍କରେ ଲିଭ୍ ଟିଚର, ଲିଭ୍ ଟ୍ରେନିଂ ରିଜର୍ଭ କିଛି କଣ କଲନି? କିଛି କରିପାରିବନି। ଓଡିଆରେ ବି ଗୋଟେ କଥା ଅଛି, ତମେ ପଢିଥିବ ଯୋଉମାନେ ରୁଢି, କାନି ବିରାଡି କୁଚି କୁଚି ଅସୁର ଭାବରେ ଷଣ୍ଢ ଦେଖାଏ, ତମେ ଏଇମାନଙ୍କୁ ଦେଖେଇବ। ଅପୋଜ ଅଛି ଦମ ତ ଦେଖିଆ, ଆମର ଓଡିଆ ଦରକାର ନାହିଁ, ଆର୍ଟ୍ସ ପିଲା ସବୁ ଓଲଟେଇ ପକେଇବୁ, ତାଡି ପକେଇବୁ, କାହିଁକି ଦେଖିଆ ଏଲଟିଆର ଆସିବ ଓରିଏଣ୍ଟେସନ ହବ ନା ନେକ୍ସଟ କିଛି ଦିନ ଭିତରେ, ବନ୍ଦ କରିଦେବେ ନାହିଁ। କାରଣ ଯୋଉ ପିଲାମାନେ ଚେଷ୍ଟା କରୁଛନ୍ତି ଆସୁ କିଛି ପୋଷ୍ଟ, ସେମାନେ ତ ମାଗୁନାହାନ୍ତି ନା ଆର୍ଟ୍ସ ରୁ କାଟିକି ଦିଅ ବୋଲି ଆମକୁ, ସେମାନେ କହୁଛନ୍ତି ସ୍ପେଶାଲ କ୍ୟାଡର ଆଣ, ତେଲୁଗୁ ରଖିଛ, ଉର୍ଦ୍ଦୁ ରଖିଛ, ଆମର ବେଙ୍ଗଲୀ ରଖିଛ, ହିନ୍ଦୀ ସାଂସ୍କ୍ରିଟ ରଖିଛ, ଓଡିଆ ଯେହେତୁ ଆମ ଦେଶର ଭାଷା, ଗୋଟେ ସ୍ପେଶାଲ କ୍ୟାଡର ରଖ, ପ୍ରତିବର୍ଷ ସେମାନେ ତ ଭଲ ଚାହୁଁଛନ୍ତି, ନେକ୍ସଟ ଜେନେରେସନ କୁ ମିଶେଇକି ତାଙ୍କ ପାଇଁ ମାଗୁଛନ୍ତି, ଆଉ ତମେ ତାଙ୍କୁ ଅପୋଜ କରି କଣ ଫାଇଦା? କରିଚାର, ଅପୋଜ କିଛି ଫରକ ପଡିବ ନାହିଁ। ଯାହା ସରକାର ଚାହିଁବ, ଯାହା ହେବାକୁ ଥିବ ତାହା ହବ, ହବାକୁ କେହି ଅଟକେଇ ପାରନ୍ତି ନାହିଁ, ରାଇଟ? ଧନ୍ୟବାଦ।